ବୃଷଭ କାନରେ କ'ଣ କହିଲେ ମହାଦେବ ଆପଣଙ୍କର କଥା ଶୁଣିବେ, ତାହା ଆପଣ ଜାଣିଛନ୍ତି କି? ଆସନ୍ତୁ ଜାଣିବା ଏହି ଭିଡ଼ିଓ ମାଧ୍ୟମରେ। ପୁରୁଷମାନେ ଶିବ ମନ୍ଦିର ଗଲେ ବୃଷଭଙ୍କ କେଉଁ କାନରେ କହିବେ, ଠିକ୍ ସେହିପରି ମହିଳାମାନେ କେଉଁ କାନରେ କହିବେ ଏବଂ କ'ଣ କହିବେ? ପୂରା ବିଷୟଟି ଜାଣିବା ଏହି ଭିଡ଼ିଓ ମାଧ୍ୟମରେ। ମହାଦେବଙ୍କୁ ଯାହା ବି କହିବେ ସେ ଭକ୍ତଙ୍କ ଡାକ ଶୁଣନ୍ତି। ବୃଷଭଙ୍କ ପଛପଟେ ବା କାନ ପଟେ କହିଲେ ମଧ୍ୟ ଭଗବାନ ଶିବ ଭକ୍ତଙ୍କ ଡାକ ଶୁଣନ୍ତି। ଜାଣିବା ଦରକାର ପୁରୁଷମାନେ କେଉଁ କାନରେ କହିବେ ଓ ମହିଳାମାନେ କେଉଁ କାନରେ କହିବେ। ମହାଦେବଙ୍କ ଅନ୍ୟ ନାମ ଆଶୁତୋଷ। ମହାଦେବ ଅଳ୍ପରେ ସନ୍ତୁଷ୍ଟ ହୁଅନ୍ତି। ତାଙ୍କୁ ମନେ ମନେ ସ୍ମରଣ କଲେ ମଧ୍ୟ ସେ ଭକ୍ତର ଡାକ ଶୁଣନ୍ତି। ମନ୍ଦିର ଭିତରକୁ ଯାଇ ନ ପାରି ମଧ୍ୟ ବାହାରୁ ତାଙ୍କୁ ସ୍ମରଣ କଲେ ମଧ୍ୟ ମହାଦେବ ଡାକ ଶୁଣନ୍ତି। ଏସବୁ ବିଷୟରେ ପୂରା ଜାଣିବା ଆଗରୁ ଭିଡ଼ିଓଟିରେ ନୂଆ ଥିଲେ ଭିଡ଼ିଓଟିକୁ ଗୋଟେ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ଦିଅନ୍ତୁ। ପ୍ରଥମେ ଜାଣିବା ଶିବ ଦର୍ଶନର ବିଧି। ଶିବ ପୁରାଣ ଅନୁସାରେ ଆପଣ ଯେତେବେଳେ ବି ଶିବ ମନ୍ଦିର ଯିବେ ମହାଦେବଙ୍କ ଦର୍ଶନ ପାଇଁ କେମିତି ଦର୍ଶନ କରିବେ। ଦର୍ଶନର ବିଧି ହେଉଛି ବୃଷଭଙ୍କର ଦୁଇଟି ଶିଙ୍ଗ ମଧ୍ୟରେ ଆପଣ ବୃଷଭଙ୍କ ପଛପଟେ ଛିଡ଼ା ହେବେ ଏବଂ ପଛପଟୁ ଆପଣ ମହାଦେବଙ୍କୁ ଦର୍ଶନ କରିବେ। ସେହିଠାରେ ଛିଡ଼ା ହୋଇ ମହାଦେବଙ୍କ ଦର୍ଶନ କରିବେ ଏବଂ ନିଜର ମନର କଥା କହିବେ। ଏହା ହେଉଛି ଶିବ ପୁରାଣର ନିୟମ। ପୁରୁଷମାନେ ବୃଷଭଙ୍କ ଡାହାଣ କାନରେ ଏବଂ ମହିଳାମାନେ ବାମ କାନରେ ନିଜର ମନର କଥା କହିବେ। ଯାହା ଆପଣଙ୍କର ଦୁଃଖ ସୁଖ ଆପଣ ମହାଦେବଙ୍କୁ ଜଣାଇ ପାରିବେ। ଏହି ଉପାୟରେ ଜଣାନ୍ତୁ, ତାହା ମହାଦେବ ନିଶ୍ଚୟ ପୂରଣ କରିବେ। ଉଦ୍ଧାରିଲା ବାଲା ସେ, ରକ୍ଷାକର୍ତ୍ତା ସେ, ତେଣୁ ଆପଣ ନିଜର ମନର କଥା ତାଙ୍କୁ ଜଣାଇ ପାରିବେ। ଆଉ ଗୋଟିଏ କଥା, ଭଗବାନ ଆମକୁ ଯାହା ବି ଦିଅନ୍ତି ତାହା ବର୍ତ୍ତମାନ ପାଇଁ ଯେତିକି ଫଳପ୍ରଦ ଭବିଷ୍ୟତ ପାଇଁ ତାଠାରୁ ଅଧିକ ମଙ୍ଗଳମୟ। ଶାସ୍ତ୍ର ଅନୁସାରେ ସ୍ୱୟଂ ଭଗବାନ ଶିବ କହୁଛନ୍ତି ମାତା ପାର୍ବତୀଙ୍କୁ ଯେ ମୁଁ ନିଜେ ଗରୁଡ଼ ରୂପରେ ବିଷ୍ଣୁ ମନ୍ଦିରରେ ଅଛି। ମାନେ ବିଷ୍ଣୁ ମନ୍ଦିରରେ ଗରୁଡ଼ ଅଛନ୍ତି। ଗରୁଡ଼ ମାନେ ଶିବ ଭଗବାନ। ଠିକ୍ ସେହିପରି ଶିବ ମନ୍ଦିରରେ ବୃଷଭ ହେଉଛନ୍ତି ସ୍ୱୟଂ ନାରାୟଣ। ତେଣୁ ଶିବ ମନ୍ଦିରରେ ବୃଷଭ କାନରେ ମନର କଥା କହିଲେ ମହାଦେବ କଥା ଶୁଣିବେ। ଠିକ୍ ସେହିପରି ବିଷ୍ଣୁ ମନ୍ଦିରରେ ଗରୁଡ଼ ପାଖରେ ମନର କଥା କହିଲେ ସ୍ୱୟଂ ଜଗନ୍ନାଥ ବା ନାରାୟଣ କଥା ଶୁଣିବେ। ଆଉ ଗୋଟେ କଥା, ଭଗବାନ ଶିବ ସ୍ୱୟଂ ବୃଷଭ ବା ନନ୍ଦୀ ଭଗବାନଙ୍କୁ ପ୍ରସନ୍ନ ହୋଇ ବର ଦେଇଥିଲେ, ତମ ମାଧ୍ୟମରେ ମୋତେ ଯିଏ ଦର୍ଶନ କରିବା ପାଇଁ ଆସିବ ବା ତମ କାନରେ ତା ଦୁଃଖ ଜଣାଇବ ମୁଁ ତାର ମନର କଥା ଶୁଣିବି। ତେଣୁ ନନ୍ଦୀ ବା ବୃଷଭ କାନରେ ମନର କଥା କହିଲେ ନିଶ୍ଚୟ ଶୁଣନ୍ତି ଭଗବାନ ଶିବ।